এই 6টি কামକୁ ଆପଣ ଲଗାତାର ଭାବେ କେବେ କରନ୍ତୁ ନାହିଁ ଯାହାଫଳରେ କି ଆପଣଙ୍କର ବ୍ରେନ୍ ଡ୍ୟାମେଜ୍ ହେବ ବା ବ୍ରେନ୍ ଉପରେ ଖରାପ ଇମ୍ପାକ୍ଟ ପଡ଼ିବ। ସେଇ 6ଟି କାମ କ'ଣ ହେଲା, ଆପଣ କେବେ ବି ଲଗାତାର ଭାବରେ ନିଜର ୱାର୍କଲୋଡ଼କୁ ବହୁତ ଅଧିକା ରଖନ୍ତୁନି, ଘଣ୍ଟା ଘଣ୍ଟା ଧରି କାମ କରନ୍ତୁନି। ଏମିତି କଲେ ଆପଣଙ୍କ ବ୍ରେନ୍ର ସେଲ୍ ଗୁଡ଼ିକ ଉପରେ ଖରାପ ଇମ୍ପାକ୍ଟ ପଡ଼ିବ। ଦ୍ୱିତୀୟ କାମଟି ରହିଲା, ଆପଣ ପ୍ରତିଦିନ 6ରୁ 8 ଘଣ୍ଟା ଡିପ୍ ସ୍ଲିପ୍ରେ ଶୁଅନ୍ତୁ। ଯଦି ଆପଣ ଠିକ୍ସେ ନ ଶୋଇବେ ତେବେ ଆପଣଙ୍କ ବ୍ରେନ୍କୁ ରେଷ୍ଟ ମିଳିବନି, ବ୍ରେନ୍ ରିଲାକ୍ସ ହୋଇପାରିବନି, ବ୍ରେନ୍ର ମେମୋରି କମିବା ଆରମ୍ଭ ହେବ, ଆଟେନସନ୍ ମଧ୍ୟ କମିବ। ଥାର୍ଡ଼ ଜିନିଷଟି ରହିଲା, ଆପଣ ସ୍ମାର୍ଟଫୋନ୍ ବା ସୋସିଆଲ ମିଡ଼ିଆର ବହୁତ ବ୍ୟବହାର କରନ୍ତୁନି। ଏହାର ଅଧିକ ବ୍ୟବହାର କଲେ ଆପଣଙ୍କ ବ୍ରେନ୍ ବହୁତ ଷ୍ଟିମୁଲେଟ୍ ହେଇକି ରହିବ, ଓଭର ଷ୍ଟିମୁଲେଟ୍ ରହିବା ଫଳରେ ଆପଣଙ୍କ ବ୍ରେନ୍ ଉପରେ ମଧ୍ୟ ଖରାପ ଇମ୍ପାକ୍ଟ ପଡ଼ିବ। ଫୋର୍ଥ ଜିନିଷଟି ରହିଲା, ଆପଣ ନିଜର ଖାଦ୍ୟକୁ ଠିକ୍ ଟାଇମ୍ରେ ଖାଆନ୍ତୁ। ମେଜର ମିଲ୍କୁ କେବେ ସ୍କିପ୍ କରନ୍ତୁନି। ମେଜର ମିଲ୍କୁ ସ୍କିପ୍ କଲେ ଆପଣଙ୍କ ବ୍ରେନ୍କୁ ସଫିସିଏଣ୍ଟ ଆମାଉଣ୍ଟର ଗ୍ଲୁକୋଜ୍ ଆଉ ତା'ର ଅଦର ନ୍ୟୁଟ୍ରିଏଣ୍ଟସ୍ ଯାଇପାରିବନି, ଯାହାଫଳରେ କି ବ୍ରେନ୍ ସେଲ୍ ଗୁଡ଼ିକ ଡ୍ୟାମେଜ୍ ହେବା ଆରମ୍ଭ କରିବ। ଫିଫ୍ଥ ଜିନିଷଟି ରହିଲା, ଆପଣ ଛୋଟ ଛୋଟ କଥାରେ ବହୁତ ରାଗିବା, ବହୁତ ଚିଡ଼ିବା, ଏସବୁକୁ ଆଭଏଡ଼ କରନ୍ତୁ। ଏମିତି କଲେ ଆପଣ କ'ଣ ହେବ କି ଆପଣଙ୍କର ମାନସିକ ଚାପ ଷ୍ଟ୍ରେସ୍ ବଢ଼ିବ, ଷ୍ଟ୍ରେସ୍ ବଢ଼ିଲେ ମଧ୍ୟ ଆପଣଙ୍କ ବ୍ରେନ୍କୁ ତାହା ଡ୍ୟାମେଜ୍ କରିବା ଆରମ୍ଭ କରିବ। ସିକ୍ସ ଜିନିଷଟି ରହିଲା, ନିଜର ଫିଜିକାଲ୍ ଆକ୍ଟିଭିଟିକୁ ଆପଣ ବଢ଼ାନ୍ତୁ। ଆଜିକାଲି ଯେହେତୁ ଲୋକମାନଙ୍କର ଫିଜିକାଲ୍ ଆକ୍ଟିଭିଟି କମିଗଲାଣି, ସୋ ଦ୍ୟାଟ୍ ସେମାନଙ୍କର ଲାଇଫଷ୍ଟାଇଲ୍ ସେଡେଣ୍ଟାରୀ ହେଇଗଲାଣି, ଯାହାଫଳରେ କି ସେମାନଙ୍କର ବଡ଼ିରେ ହାପି ହର୍ମୋନ୍ ଏଣ୍ଡୋରଫିନ୍ର ମାତ୍ରା କମିଯାଉଛି, ଯାହାକି ତାଙ୍କର ବ୍ରେନ୍କୁ ଖରାପ ଇମ୍ପାକ୍ଟ ପକାଉଛି। ତେଣୁ ନିଜର ମାନସିକ ସୁସ୍ଥତା ପାଇଁ ଏଇ 6ଟି କାମଠାରୁ ଆପଣ ଦୂରେଇ ରୁହନ୍ତୁ।